ତେବେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆପଣମାନଙ୍କର ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ଅଲ୍ ଇନ୍ ୱାନ୍। ବନ୍ଧୁମାନେ ଦେଖନ୍ତୁ 2 ଡିସେମ୍ବର 2024ର ବହୁତ ସାରା ଅଫିସିଆଲ୍ ଅପଡେଟ୍ ଅଛି। କମ୍ପ୍ଲିଟ୍ ଭିଡ଼ିଓ ଦେଖିବେ ଯାହାଫଳରେ ଆପଣମାନେ ସବୁକିଛି ଇନଫର୍ମେସନ୍ ଡିଟେଲ୍ସରେ ପାଇପାରିବେ। ତା ଭିତରେ ଆପଣମାନେ ଯଦି ଦେଖିବେ ଜୁନିୟର ଟିଚର୍ସ ସ୍କିମାଟିକ୍ର ରେଗୁଲାର ପ୍ରସଙ୍ଗକୁ ନେଇ ମାନ୍ୟବର ଯିଏକି ରହିଛନ୍ତି ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ ଉତ୍ତର ରଖିଛନ୍ତି ଏବଂ ଆଗକୁ ପରିସ୍ଥିତି ଭୟଙ୍କର ଏକଥା ଗୋଟିଏ ପ୍ରକାର ସ୍ପଷ୍ଟ ହେଉଛି। କାହିଁକି କହୁଛି ଦେଖନ୍ତୁ, ଆମେ ଗୁରୁତ୍ୱପୂର୍ଣ୍ଣ ନ୍ୟୁଜ୍ ଅପଡେଟ୍ରୁ ଆରମ୍ଭ କରିବା। ଶିକ୍ଷକମାନଙ୍କର ଉନ୍ନତି ପାଇଁ ପଦକ୍ଷେପ। ଶ୍ରୀ ମନୋରଞ୍ଜନ ଯିଏକି ରହିଛନ୍ତି ସାମନ୍ତରା ପ୍ରଶ୍ନ ପଚାରିଥିଲେ, ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ଅନୁଗ୍ରହ କରି କହିବେ କି ରାଜ୍ୟରେ ନିକଟରେ ନିଯୁକ୍ତ ପାଇଥିବା କନିଷ୍ଠ ଶିକ୍ଷକ ଯୋଜନା ଭିତ୍ତିକମାନଙ୍କ ଦରମା ବହୁତ କମ୍ ଥିବା ସରକାର ଅବଗତ ଅଛନ୍ତି କି? ଯଦି ଅଛନ୍ତି ତାହେଲେ ସେମାନଙ୍କର ଦରମା ବୃଦ୍ଧି ପାଇଁ ଓ ଚାକିରି ନିୟମିତ କରିବା ପାଇଁ ପଦକ୍ଷେପ ନେବେ କି? ଆଗାମୀ ଭବିଷ୍ୟତରେ ପ୍ରାଥମିକ ଶିକ୍ଷକମାନଙ୍କର ଉନ୍ନତି ସକାଶେ ସରକାର କ'ଣ ନୂତନ ପଦକ୍ଷେପ ନେଉଛନ୍ତି ସେ ବିଷୟରେ ପ୍ରଶ୍ନ ପଚାରିଥିଲେ। ଉତ୍ତରରେ ମନ୍ତ୍ରୀ ଯିଏକି ରହିଛନ୍ତି ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସ୍ପଷ୍ଟ ଭାବରେ କହିଥିଲେ, ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ କନିଷ୍ଠ ଶିକ୍ଷକ ଯୋଜନା ଭିତ୍ତିକମାନେ ସମଗ୍ର ଶିକ୍ଷା ଯୋଜନା ଅଧୀନରେ ନିୟୋଜିତ ହୋଇ ମାସିକ 11,100 ଟଙ୍କା ପାରିଶ୍ରମିକ ପାଉଛନ୍ତି। ଉକ୍ତ ଶିକ୍ଷକମାନଙ୍କର ପାରିଶ୍ରମିକ ବୃଦ୍ଧି ନିମନ୍ତେ ଏଯାବତ୍ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ, ଅର୍ଥାତ୍ ରେଗୁଲାର ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ପ୍ରଚଳିତ କ୍ୟାରିୟର ଆଡଭାନ୍ସମେଣ୍ଟ ପଲିସି ଅନୁଯାୟୀ ଯୋଗ୍ୟ କନିଷ୍ଠ ଶିକ୍ଷକ ଯୋଜନା ଭିତ୍ତିକମାନେ 6 ବର୍ଷ ନିରବଚ୍ଛିନ୍ନ ଏବଂ ସନ୍ତୋଷଜନକ ରୂପେ କାର୍ଯ୍ୟ କରିବା ପରେ ନିୟମିତ ଶିକ୍ଷକ ରୂପେ ନିଯୁକ୍ତ ପାଇଥାନ୍ତି। ଅର୍ଥାତ୍ 6 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବେ, ତାପରେ ନିୟମିତ ହେବେ। ବର୍ତ୍ତମାନ ସୁଦ୍ଧା ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏତେ ଦିନର ଆଶା ଉଦ୍ଦୀପନା ସମସ୍ତେ ଯେଉଁ ଭାବିଥିଲେ ବିଧାନସଭାର ଶୀତକାଳୀନ ଅଧିବେଶନ ବସିଛି, ହୁଏତ କନିଷ୍ଠ ଶିକ୍ଷକମାନଙ୍କ ପାଇଁ ସରକାର କିଛି ବ୍ୟବସ୍ଥା କରିପାରନ୍ତି, କିନ୍ତୁ ଉତ୍ତର ଆପଣ ଦେଖିପାରୁଛନ୍ତି। ଲିଖିତ ଉତ୍ତରରେ ମନ୍ତ୍ରୀ ସ୍ପଷ୍ଟ ଭାବରେ କହିଛନ୍ତି 6 ବର୍ଷ କଣ୍ଟ୍ରାକ୍ଚୁଆଲ ପୂରଣ କଲା ପରେ ଯାଇ ସେମାନେ ନିୟମିତ ହେବେ ବା ରେଗୁଲାର ହେବେ। କୌଣସି ବି ପଦକ୍ଷେପ ସରକାର ବର୍ତ୍ତମାନ ସୁଦ୍ଧା ନେଇନାହାନ୍ତି। ଦ୍ୱିତୀୟରେ ଦେଖନ୍ତୁ, ରାଜ୍ୟରେ ଖାଲି ପଡ଼ିଛି 13,373 ପୋଲିସ ପଦବୀ। ଅଗ୍ନିଶମ ବିଭାଗରେ 481 ପଦବୀ ଖାଲି ପଡ଼ିଥିବା ବେଳେ 2,416 ହୋମଗାର୍ଡ ପଦବୀ ଖାଲି। ଜେଲଗୁଡ଼ିକରେ ମଧ୍ୟ 862 ପଦବୀ ଖାଲି। ନୂତନ ଚୟନ ସହ ଖାଲି ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି। କଂଗ୍ରେସ ବିଧାୟକଙ୍କ ପ୍ରଶ୍ନରେ ଗୃହର ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ଅର୍ଥାତ୍ ବହୁ ଜଲ୍ଦି ଆପଣଙ୍କର 13,373 ପୋଲିସ ପଦବୀ ପାଇଁ, ଅଗ୍ନି ବିଭାଗ ପଦବୀ ପାଇଁ, ହୋମଗାର୍ଡ ପଦବୀ ପାଇଁ ଆପଣଙ୍କର ବିଜ୍ଞପ୍ତି ପ୍ରକାଶ ପାଇବ। ତାପରେ ଦେଖନ୍ତୁ, ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ସ୍କୁଲ ଆଣ୍ଡ ମାସ୍ ଏଜୁକେସନ ଡିପାର୍ଟମେଣ୍ଟର ନୋଟିସ୍ 2/12/2024ର ଲେଟର ନମ୍ବର 2998 ଫ୍ରମ୍ ଶ୍ରୀ ବିଧୁଭୂଷଣ ପୁଡଲି OSS ଜଏଣ୍ଟ ସେକ୍ରେଟାରୀ ଟୁ ଗଭର୍ଣ୍ଣମେଣ୍ଟ ଟୁ ଦ ଡାଇରେକ୍ଟର ଅଫ୍ ଦ ସେକେଣ୍ଡାରୀ ଏଜୁକେସନ ଓଡ଼ିଶା ଭୁବନେଶ୍ୱର ଅଲ୍ ଡିଷ୍ଟ୍ରିକ୍ଟ ଏଜୁକେସନ ଅଫିସର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଗଲା। ସବଜେକ୍ଟରେ କ୍ଲିୟରଲି କୁହାଯାଇଛି କ୍ଲାରିଫିକେସନ ଅନ୍ ଯେଉଁଟା ଆପଣଙ୍କର TG ସ୍କେଲ୍ ଅଫ୍ ହିନ୍ଦୀ ଟିଚର ୱିଥ୍ MA ଇନ୍ ହିନ୍ଦୀ କ୍ୱାଲିଫିକେସନ୍। ତ ଯେଉଁମାନେ ହିନ୍ଦୀରେ MA କରିଥିବେ ସେମାନଙ୍କର TG ସ୍କେଲ୍କୁ ନେଇ ବର୍ତ୍ତମାନ ସମୟରେ ଚିଠିଟିଏ ଯାଉଛି। ସାର୍ ଇନଭାଇଟିଂ ରେଫରେନ୍ସ ଟୁ ୟୋର ଲେଟର ନମ୍ବର ଏତେ ଡେଟ୍ 16/7/2024 ଅନ୍ ଦ ଏଭଭ୍ ସବଜେକ୍ଟ ଆଇ ଏମ୍ ଡାଇରେକ୍ଟେଡ ଟୁ ଫର୍ନିଶ ଦ ଫଲୋଇଂ କ୍ଲାରିଫିକେସନ୍ ଫର୍ ଫର୍ଦର ନିଡଫୁଲ୍ action at your end. Hindi teacher who have been engaged with the qualifications such as bachelor degree with Hindi as one of the optional honor subject with maximum 50% mark in aggregate 45% of SC ST PH OBC SCBC candidates from a recognized university and MA in Hindi with 50% of mark in aggregate for the recognized university एते TG scale to pay par with a trained Hindi teacher। तो गोटे खुशी खबर हिंदी टीचर मानक पाई रही हिंदी रे MA करी जदि 50% रखुंट SC ST जदि आप 45% रखुंट ताले आपण माने एथिरे जहाँकि सुजोग पाई परिबे। एबे देखंतु बड़ न्यूज अपडेट ये रही आपणकर जहाँकि देखिए पुणी थे असेपा तरफ आउ गोटे न्यूज अपडेट अच्छी जोटा कि आपणकर लेटर नंबर देखो मुझे ये देखीदेवाई चाहूँगी। लेटर नंबर रही आपणकर 11703 ओडिशा स्कूल एजुकेशन प्रोग्राम अथॉरिटी शिक्षा सौध 2/12/2024 ये नोटिस आप देखो संगीता बेहरा OAS एडिशनल डायरेक्टर जनरल टू ऑल डिस्ट्रिक्ट एजुकेशन ऑफिसर कम DPC समस्त DO और DPC को चिठी, ऑल ब्लॉक एजुकेशन ऑफिसर समस्त BO को चिठी। सब्जेक्ट क्लियरली कहुई शेयरिंग ऑफ द प्लीज टू बी टेकन फॉर द स्कूल स्टूडेंट इमीडिएटली आफ्टर द प्रेयर ऑन द ओकेजन ऑफ इंटरनेशनल डे ऑफ द पर्सन विथ डिसेबिलिटी 3 डिसेम्बर 2024। अर्थात जो भिन्नक्षमी पाई डिसेम्बर 3 तारिख आम पालन करूँ तो से शपथ पाठ नापी वर्तमान समय असेपा तरफ जारी कर नोटिसटे।
ଯେଉଁଥିରେ ଆପଣମାନେ ଦେଖିପାରୁଛନ୍ତି ଶପଥ ପାଠ ସମୟରେ ଏଠି କ୍ଲିଅରଲି କୁହାଯାଇଛି ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ 2024 ପାଳନ ଅବସରରେ ଭିନ୍ନକ୍ଷମମାନଙ୍କ ସମ୍ମାନ ଓ ରକ୍ଷା ସଶକ୍ତିକରଣ ପାଇଁ ଶପଥ। ବିଦ୍ୟାଳୟର ନାମ କହିବେ ତା ସହିତ ନିମ୍ନଲିଖିତ ଶପଥ ଗ୍ରହଣ କରୁଛି। ମୁଁ ପ୍ରତିଜ୍ଞା କରୁଛି ଯେ ମୋ ଘର, ପରିବାର, ବିଦ୍ୟାଳୟ, ସମ୍ପ୍ରଦାୟ କିମ୍ବା ସମାଜରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପ୍ରତି କୌଣସି ଅପମାନଜନକ, ସମ୍ବେଦନଶୀଳ ଶବ୍ଦ କିମ୍ବା ଅପବ୍ୟବହାର କରିବି ନାହିଁ। ମୁଁ ସ୍ୱୀକାର କରୁଛି ଯେ ଏଭଳି ଭାଷା ଭିନ୍ନକ୍ଷମ ବ୍ୟକ୍ତିଙ୍କ ମର୍ଯ୍ୟାଦା, ସମ୍ମାନ ଏବଂ ଅଧିକାରକୁ କ୍ଷତି ପହଞ୍ଚାଇପାରେ। ମୁଁ ପ୍ରତିଜ୍ଞା କରୁଛି ଯେ ଚିନ୍ତା କିମ୍ବା କାର୍ଯ୍ୟରେ କୌଣସି ପ୍ରକାରର କଳଙ୍କପୂର୍ଣ୍ଣ ଆଚରଣ କିମ୍ବା ଅପମାନଜନକ ବ୍ୟବହାରରୁ ଦୂରେଇ ରହିବି। ମୁଁ ସ୍ୱୀକାର କରୁଛି ଯେ ଏଭଳି କୌଣସି କାର୍ଯ୍ୟ ମନୋବଳ ହ୍ରାସ ଏବଂ ଭେଦଭାବ ସୃଷ୍ଟି କରିଥାଏ, ଯାହାକୁ ଦୂର କରିବା ପାଇଁ ମୁଁ ସକ୍ରିୟ ଭାବରେ କାର୍ଯ୍ୟ କରିବି। ମୁଁ ପ୍ରତ୍ୟେକ ମଣିଷର ମର୍ଯ୍ୟାଦା ଏବଂ ମୂଲ୍ୟ ବଜାୟ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ ହେବି। ସେମାନଙ୍କର ଅକ୍ଷମତା ଅଛି କି ନାହିଁ ତାହା ନିର୍ବିଶେଷରେ ମୁଁ ସମସ୍ତ ବ୍ୟକ୍ତିବିଶେଷଙ୍କୁ ସମ୍ମାନ, ବୁଝାମଣା ଏବଂ ନିରପେକ୍ଷତାର ସହ ବ୍ୟବହାର କରିବି। ଏହା ସୁନିଶ୍ଚିତ କରିବି ଯେ କେହି ସେମାନଙ୍କର ଦକ୍ଷତା କିମ୍ବା ପାର୍ଥକ୍ୟ ହେତୁ ଅବହେଳିତ ହେବେ ନାହିଁ। ମୁଁ ମୋର ବ୍ୟକ୍ତିଗତ ସାମର୍ଥ୍ୟ ଏବଂ ଆମେ ସମସ୍ତେ ଅଂଶୀଦାର କରୁଥିବା ସାମୂହିକ ସାମାଜିକ ଦାୟିତ୍ୱର ଅଂଶ ସ୍ୱରୂପ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଏକ ଆନ୍ତରିକ ପ୍ରତିଶ୍ରୁତି ଦେଉଛି। ଭିନ୍ନକ୍ଷମମାନଙ୍କ ଅଭିବୃଦ୍ଧି, ପ୍ରଗତି ଏବଂ ସମୃଦ୍ଧିକୁ ସମର୍ଥନ କରୁଥିବା ଏକ ସମାବେଶୀ ଏବଂ ସୁଲଭ ପରିବେଶ ସୃଷ୍ଟି କରିବାରେ ସାହାଯ୍ୟ କରିବାକୁ ମୁଁ ପ୍ରତ୍ୟକ୍ଷ ସୁଯୋଗ ନେବି। ଏହା ସହିତ ଦେଖନ୍ତୁ ଆପଣଙ୍କର ଯେଉଁ ଟ୍ରାଏଲ୍ ନୂଆ ନିୟମ ଲାଗୁ OTP ପାଇବାରେ ବିଳମ୍ବ ହେବ ନାହିଁ, ଯେଉଁଟାକି ବହୁତ ଦିନ ତଳେ ଆପଣମାନେ ଦେଖିଥିବେ OTP ପାଇବାରେ ବିଳମ୍ବ କଥା କୁହାଯାଉଥିଲା, କିନ୍ତୁ ବର୍ତ୍ତମାନ ଆଉ ତାହା ବିଳମ୍ବ ହେବ ନାହିଁ। 3.5 କୋଟିଙ୍କୁ ମିଳିବ ସ୍ୱାସ୍ଥ୍ୟ କାର୍ଡ଼। ଖୁବ୍ ଶୀଘ୍ର ଲାଗୁ ହେବ ରୋଗୀ ଟ୍ରାକିଂ ବ୍ୟବସ୍ଥା। ନିଜେ ଯିଏକି ରହିଛନ୍ତି ଆପଣଙ୍କର ସ୍ୱାସ୍ଥ୍ୟମନ୍ତ୍ରୀ ଆପଣମାନେ ଜାଣିଥିବେ ମୁକେଶ ମହାଲିଙ୍ଗମ, ସେ ବର୍ତ୍ତମାନ ସମୟରେ କହିଛନ୍ତି 5 ବର୍ଷ ମଧ୍ୟରେ ସବୁ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଛି। ନ୍ୟାସନାଲ ଡିଜିଟାଲ ହେଲ୍ଥ ମିଶନକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ଗୁରୁତ୍ୱ ଦିଆଯାଉଛି। ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଫେସ୍ ସ୍କାନର, ବାୟୋମେଟ୍ରିକ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏହା ସହ ଓଡ଼ିଶାରେ ଖୁବ୍ ଶୀଘ୍ର ରୋଗୀ ଟ୍ରାକିଂ ବ୍ୟବସ୍ଥା ଆମେ ଲାଗୁ କରିବାକୁ ଯାଉଛୁ, କାରଣ ଜ୍ୱର, ଝାଡ଼ା ହେଲେ ବି ମେଡିକାଲ କଲେଜକୁ ରେଫର କରିଦିଆଯାଉଛି। ଏହାକୁ OSP ମାଧ୍ୟମରେ ନିମନ୍ତ୍ରଣ କରାଯିବ। କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇଥିଲେ। ଫକ୍ସିସ୍ ଜାତୀୟ ସଭାପତି ଡକ୍ଟର ଜୟଦୀପ ଟଙ୍କ, ମହାସଚିବ ଡାକ୍ତର ମାଧୁରୀ ପଟେଲ ଏମାନେ ସମସ୍ତେ ଉପସ୍ଥିତ ରହି ଯାହାକି ସ୍ପଷ୍ଟ ଭାବରେ କହିଥିଲେ। 5ରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଯାହାକି ଆପଣଙ୍କର ସୂଚନା ଦେଖନ୍ତୁ, ଘୂର୍ଣ୍ଣିବଳୟ ରହିଛି। ବେଙ୍ଗାଲ ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବାରେ ଲାଗିଛି। ବର୍ତ୍ତମାନ ଏହା ଉତ୍ତର ତାମିଲନାଡୁ ଓ ପଣ୍ଡିଚେରୀ ଉପକୂଳରେ ଗତି କରି ଗଭୀର ଅବପାତରେ ପରିଣତ ହୋଇସାରିଛି। ଅନ୍ୟପଟେ 5 ତାରିଖରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ରାଜ୍ୟ ଉପରେ ସିଧାସଳଖ ରହିବ ନାହିଁ ବୋଲି ଅନୁମାନ କରାଯାଇଛି। ଅନ୍ୟପଟେ ବାତ୍ୟା ପ୍ରଭାବରେ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକର ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବା ବେଳେ ଏହା ପ୍ରଭାବରେ ଓଡ଼ିଶାର ତାପମାତ୍ରା ବୃଦ୍ଧି ପାଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଆସନ୍ତା 5 ତାରିଖରେ ସୁମାତ୍ରା ନିକଟରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଘନୀଭୂତ ହେବ। ଏହା ଶ୍ରୀଲଙ୍କା କିମ୍ବା ଦକ୍ଷିଣ ତାମିଲନାଡୁକୁ ମୁହାଁଇବ। ତେବେ ଓଡ଼ିଶାରେ ଏହାର ସିଧା ପ୍ରଭାବ ପଡ଼ିବ ନାହିଁ ବୋଲି ଅନ୍ୟପଟେ ଦକ୍ଷିଣ ଆଭ୍ୟନ୍ତରୀଣ ଆସନ୍ତା 4ରୁ 6 ତାରିଖ ମଧ୍ୟରେ ସର୍ବନିମ୍ନ ଯାହାକି ତାପମାତ୍ରା ରେକର୍ଡ କରାଯାଇଛି। ତ ଆଜି ଦିନର ଯାହା ବି ଅଫିସିଆଲ ଅପଡେଟ୍ ଥିଲା ସବୁକିଛି ଆପଣଙ୍କର ଅଥେଣ୍ଟିକ୍, ଜେନ୍ୟୁନ୍ ଆଉ ଟ୍ରଷ୍ଟେବଲ୍ ଇନଫର୍ମେସନ୍, ଗଭର୍ଣ୍ଣମେଣ୍ଟାଲ ରିଜଲ୍ୟୁସନ୍ ଆଉ PDF ଫାଇଲ୍ ଆଧାରରେ ଆପଣମାନେ ଆମ ଚ୍ୟାନେଲର ଭିଡ଼ିଓ ପାଇପାରିଲେ। ଏଇଭଳି ସବୁବେଳେ ଅଥେଣ୍ଟିକ୍, ଜେନ୍ୟୁନ୍ ଆଉ ଟ୍ରଷ୍ଟେବଲ୍ ଇନଫର୍ମେସନ୍ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍, ଲାଇକ୍, ସେୟାର କରନ୍ତୁ। ବିଦାୟ ଦିଅନ୍ତୁ। ଏକ ନୂଆ ଭିଡ଼ିଓ ସହିତ ପୁଣି ଥରେ ଆପଣମାନଙ୍କ ପାଖକୁ ଆସିବି। ବନ୍ଦେ ଉତ୍କଳ ଜନନୀ।